কালী হর দুর্গতি বন্দে বাঙ্কিরে চট্টিকা নীতি পূর্ব খণ্ড তারা তারে পূর্ব খণ্ড তারা তারে নয়াগড় বন্দে বাউরানী পূর্ব খণ্ড বন্দে সিদ্ধেশ্বরী সমলাই জয় মাতা খদ ধারে জয় মাতা খদ ধারে কেনে ছাড়ি গলা মোকে লুরি জয় রঘুনাথ করই ভাবনা অভয়াল প্রসন্ন হুয়া অভয়াল প্রসন্ন হুয়া কেলুরি কি মেটাই দিও অভয়াল চালো দেখি দিবা বৃন্দাবন ভাই ভাই মনক মুখ দিওইলি ভাই মনক মুখ দিওইলি আদি খায় পর ধন
ହଇରେ ପିଲେ ସକାଳୁ କୁଆଡ଼େ ଭଲରେ ମନ୍ଦରେ ଗଲା ବେଳକୁ ଗୋଟେ କେଳାଟେ ଆସିକି ଭଡ଼ ଭଡ଼ ହେଉଛି ତାକୁ ଭିକ୍ଷା ମୁଠେ ଦେଲ ନାହିଁ ଭିକ୍ଷା ଦଉନୁ ନେଲା ନେଇ ଆଉ କ'ଣ ଚୋରି କରିବାକୁ ଆସିଛି ହୟ ଓ ବାବୁ ଓ ବାବୁ ନମସ୍କାର ଆଜ୍ଞା। ନମସ୍କାର ନମସ୍କାର କୁଆଡ଼େ ଲୋକମାନେ ଭଲରେ ମନ୍ଦରେ ଯିବେ ସକାଳୁ ଗୋଟେ କେଳା ଲୋକଟେ ଆସିକି ଭଡ଼ ଭଡ଼ ହେଉଛ କ'ଣ ଭିକ୍ଷା ଦେଲେ ଦଉନ ମୁଁ ଆଜ୍ଞା ଭିକ୍ଷା ନେବା ପାଇଁ ଆସିନି ଆଜ୍ଞା। ଆଉ କ'ଣ ଚୋରି କରିବାକୁ ଆସିଛ ତାହା ମଧ୍ୟ କରିବା ପାଇଁ ଆସିନି ଆଜ୍ଞା। ଆଉ ମୋ କେଳୁଣି ହଜି ଯିବାରୁ ମୁଁ ଖୋଜିବା ପାଇଁ ଆସିଥିଲି। ଏ କେତେ ଲୋକ କେତେ କଥା କହୁଛନ୍ତି ଆଜିକାଲି ମହୁଲ ଦିନ କିଏ କହୁଛି ମୋ ପୋଡ଼ ହଜିଗଲା କିଏ କହିଲା ମୋ ଛେଳି ହଜିଗଲା ଏମିତି କହିବେ ଆମ ଗାଁରେ ଆସିକି ଶୋଇବେ ରାତିରେ ଚୋରି କରିକି ଚମ୍ପଟ ଆମ ଦ୍ୱାରା ସେ ଚୋରି ବିଦ୍ୟା ହୁଏନି ଆଜ୍ଞା। ତମର ନାଁ ଗାଁ ଠିକଣା ଏ ସବୁ ଦବ ତାପରେ ଆମ ଗାଁରୁ ଯିବ ସବୁ କିଛି ଠିକଣା ଦେବାକୁ ପଡ଼ିବ। ହଁ। ତାହେଲେ ଲେଖିକି ରଖନ୍ତୁ। ତାହେଲେ କୁହନ୍ତୁ ସୁନା ଜନେ ସ୍ଥିର କରି ମନକୁ ଏ ମନକୁ କେଳା ସାହୁଅତି ସଭା ଜନକୁ। ମୋର ନାମଟି ଅକଇ ମଦନ ଏ ମଦନ ଆମ ଜମିଦାର ତମ ନାଁଟା ତାହେଲେ ମଦନ ଆଜ୍ଞା। ହେ ମଦନ ବାବୁ ଆପଣ କହିଲେ ମୋ ନାଁଟା ମଦନ ଆମ ଜମିଦାର ହେଉଛନ୍ତି ମଧୁସୂଦନ ଆରେ ଜମିଦାର ମାନେ ଆମେ କିଛି ବୁଝିପାରୁନା ଜମିଦାରର ଭାବା ଅର୍ଥ ଜମିଦାର କହୁଛି ଆଗ କାଳରେ ଯେ ଗ୍ରାମର ମୁଖିଆ ଥିଲା ତାକୁ ଜମିଦାର ବୋଲି କହୁଥିଲେ। ଓ ଆଗରେ ତମ ଗାଁରେ ଯିଏ ମୁଖିଆ ଥିଲା ତାକୁ ଜମିଦାର କହୁଥିଲେ ଆଜିକାଲି ତ ଆଧୁନିକ ଯୁଗ। ହଁ ଏବେ ଗ୍ରାମର ମୁଖିଆ ହେଇଗଲା ୱାର୍ଡ ମେମ୍ବର। ଓ ଗାଁରେ ଆଜିକାଲି ଆଧୁନିକ ଯୁଗରେ ୱାର୍ଡ ମେମ୍ବର ହେଇଗଲା ତମ ଘର ଥିଲା ଖୋରବା ନିକଟେ ମୋ ଘର ଏ ମୋ ଘର ମୁଁ ଯେ ଅଟଇ କେଳାର ମଦନ ଜିଲ୍ଲା ଖୋରଧା ନିକଟରେ ତୁମ ଘର ତମେ ହଉଛ କେଳାର କୁମର ତମର ବାଡ଼ି ଦୁର୍ତି ପକ୍ଷୀ ଧରିବା ଅଟେ ମୋର ଧୁତି ଏ ମୋ ଧୁତି ବିକ୍ରି କରି କୁଟୁମ୍ବ ଏ
କା ସ୍ତ୍ରୀ କା ସ୍ୱାମୀ କି ଛାଡ଼ି ପଳାଏ ନାହିଁ ଖାଲିରେ ତୁ କହୁଛୁ କିଛି ହେଇନାହିଁ ମୋ ସ୍ତ୍ରୀ ପଳେଇଲା ବୋଲି କହୁଛୁ ଆଜ୍ଞା ଜାତୀୟ ତ ଖେଳ ଲୋକ ହଁ ଅଡ଼ଗା ସରଳ ପୁରୀ ଗୋଟେ ବ୍ରାଣ୍ଡ ଗୋଟେ ଜାଗା ଯାତ୍ରା ହୁଏ ଆଜ୍ଞା। ଓହୋ ଓଡଗାଁ ଯାଇଥିଲ ଜାଗର ଯାତ୍ରା ଦେଖିବାକୁ। ହଁ ହଁ ଆମ ଗାଁ ଯେତେବେଳେ କ୍ଲାସ୍ ଷ୍ଟାଫ୍ ଗଲୁ ଜାଗର ଯାତ୍ରା। ତମ ଗାଁରେ ଯେତେ କେଲା ଷ୍ଟାଫ୍ ସମସ୍ତେ ଯାଇଥିଲେ ହଁ ଦିନ ଠିକ 12ଟା ସମୟ ହେଲା। ଦିନ 12ଟା ମୋ ଖେଳି ଗୋଟେ ସୀତା କୁଟି ଗଲା ଆଉ ମୁଁ ଗୋଟେ ଖେଳ କରି ଗଲି। ଓ ସେ ଚିତାକୁଟି ଜାଣେ ସେ ଚିତାକୁଟି ଉଠି ଗଲା ତୁ ଖେଳ କରି ଖେଳ ଗଲୁ କରି ଗଲି। ହଁ ହଁ ହଁ। ସେଇଦିନ ଠାରୁ ଆଜ୍ଞା ଭେଟ ନା। ଓ ସେଇ ଦିନଠୁ ଆଉ ଏମିତି ଭୋଜ ବାଦରେ ହଜି ଯାଇଛି ହଜି ଯାଇଛି। କେତେ ଦିନ ହେଇଗଲା ହଜିଗଲାଣି ଆଜ୍ଞା 6 ମାସ ହେଇଗଲାଣି। 6 ମାସ ହେଲା ହଜିଗଲାଣି ଓ ଖୋଜୁଛ ହଜିବାର ଆଜ୍ଞା ବର୍ଷେ ହେଇଗଲାଣି। ତୋ ମୁଣ୍ଡ ଖରାପ ଗଲେ ଖରାରେ ସେଟା 6 ମାସ ହେଲା ହଜିଲାଣି ଖୋଜୁଛୁ ବର୍ଷେ ହେଲା ହେଁ? ଆରେ ସିଏ ଏମିତି କେତେ ଝିଅ ଆସିଛନ୍ତି କେତେ ବୁଲୁଛନ୍ତି ତାର କିଛି ରୂପ ଲକ୍ଷଣ କହିପାରିବୁ ଏପଟେ ଝିଅମାନେ କେତେ ଆସିଥିଲେ? ଆସିଛନ୍ତି ଆସିଛନ୍ତି ଅଛନ୍ତି ବସିଛନ୍ତି ତାର କିଛି ରୂପ ଲକ୍ଷଣ କହିଲେ ସିନା ମୁଁ ଜାଣିବି ତାହେଲେ ଦେଖିଥିବେ ଯଦି କହିବେ ଆପଣ। ହଁ ହଁ ତାହେଲେ କହୁଛି ହଁ। ଶୁଣ ଜନେତି ରକରି ମନକୁ ଏ ମନକୁ କେଳା କହୁଅଛି। ତାର କିଛି ରୂପ ଲକ୍ଷଣ କହିବୁ ଠିକ ଅଛି କହୁଛି। ହଁ ଶୁଣ ହେ ହେ ପଣ୍ଡିତ ଜନ ସ୍ଥିର କରି ସର୍ବେ ମନ ସ୍ଥିର ଦେଉ ପ୍ରସନ୍ନ ପ୍ରସନ୍ନ ବାସେବ ମୋର କେଲୁଣିଏ ପଥେ ଗଲା କି ଦେଖି ଚଲେତେ ନ ଦେଖିଥିଲେ ତ ନାଇଁ ବଲ ହେ ମଦନ ତତେ ଗୋଟେ କଥା କହିଲେ ତୁ ଗୋଟେ କଥା କହୁଛୁ ହାଁ କିଏ ଦେଖିଛ କି ନାଇଁ ଏ ରାସ୍ତାରେ ଗଲା ତାର କିଛି ଗୋଟେ ରୂପ ଲକ୍ଷଣ ପଚାରୁଛି ତାରି କଥା ମନେ ପଡୁଛି। ତା କଥା ମନେ ପଡିବ ସେଠି ହଜି ଯାଇଛି ମାନେ ତା କଥା ଭାବିବୁ ତାର କିଛି ରୂପ ଲକ୍ଷଣ କଣ ତାରି କହୁଛି। ହଁ ଶରତ ଚନ୍ଦ୍ର ବଦଳି ସେ ତପ୍ତ କାଞ୍ଚନ ବରରେ ଇନ୍ଦ୍ରବାହାନ ଗମନି ଗମନି ନୟନି ହେ ମଦନ ମୁଁ ସିନା ବୁଝିଯିବି ତୁ କହିଲୁ ଶରଦ ଚନ୍ଦ୍ର ବଦନି ତପ୍ତ କାଞ୍ଚନ ବରଣୀ ଇନ୍ଦ୍ର ବାହନ ଗମନି ମୀନ ନୟନୀ ମୁଁ ବୁଝିଗଲି କିନ୍ତୁ ଲୋକ ବୁଝିବାର ଅଛି ନା ତାର କିଛି ଭାବାର୍ଥ ଆଜ୍ଞା ଶରତ ଋତୁରେ ଯେପରି ଆକାଶ ନିର୍ମଳ ଦେଖାଯାଇଥାଏ ମୋ କେଳିର ମୁଖମଣ୍ଡଳ ସେହିପରି ଆଜ୍ଞା। ଶରଦ ଚନ୍ଦ୍ର ବଦନି ମାନେ ଶରତ ଋତୁରେ ଆକାଶ ଯେପରି ନିର୍ମଳ ଦିଶେ ତୋ କେଳିର ଶରଦ ଚନ୍ଦ୍ର ବଦନି ତପ୍ତ କାଞ୍ଚନ ବରଣୀ ତପ୍ତ ଅର୍ଥ ନିଆଁ କାଞ୍ଚନ ଅର୍ଥ ସୁନା ସୁନାକୁ ନିଆଁରେ ତରଳାଇ ଦେଲେ ଯେପରି ହଳଦିଆ ବର୍ଣ୍ଣ ବାହାରିଥାଏ ମୋ କେଳିର ସେହିପରି ବର୍ଣ୍ଣ ଆଜ୍ଞା। ଏଇପରି ବନ୍ଧ ଶରଦ ଚନ୍ଦ୍ର ବଦନି ତପ୍ତ କାଞ୍ଚନ ବରଣୀ ଇନ୍ଦ୍ର ବାହନ ଗମନ ଇନ୍ଦ୍ରଙ୍କର ବାହନ କିଏ କିରେ ଆଜ୍ଞା ଘୁଷୁରୀ ଆଜ୍ଞା। ବଦମାସ ଯେ ସଚରାଚର ପୃଥିବୀ ପାଳନ କରୁଛି ହେଁ ଇନ୍ଦ୍ରଦେବ ତାଙ୍କର ବାହନ ହଉଛନ୍ତି ଘୁଷୁରୀ କେଡ଼ା ଭିଖ ମଗା ଜାତି ହେବାକୁ କହୁଛୁ ବଦମାସ ଆଜ୍ଞା ମନେ ପଡିଲା ଆଜ୍ଞା। କଣ ଇନ୍ଦ୍ରଙ୍କର ବାହନ ଐରାବତ ଇନ୍ଦ୍ରଙ୍କର ବାହନ ହଉଛନ୍ତି ଐରାବତ ହସ୍ତି ହଁ ଐରାବତ ହସ୍ତି ଯେଉଁପରି ଢଳି ଢଳି ଚାଲିଥାଏ ମୋ କେଳୁ ସେହିପରି ଓ ଢଳି ହାତୀ ଢଳି ଭଳିଆ ଧରି ଧରି ଚାଲେ ଆଜ୍ଞା। ଶରଦ ଚନ୍ଦ୍ର ବଦନି ତପ୍ତ କାଞ୍ଚନ ବରଣୀ ଇନ୍ଦ୍ର ବାହନ ବଲି ଆରେ ମୀନ ନୟନୀ ଭିନ୍ନ ଅର୍ଥ ମାଛ ମାଛର ଯେଉଁପରି ଛୋଟ ଛୋଟ ଗୋଲ ଗୋଲ ଆଖି ଦୁଇଟି ରହିଥାଏ ମୋ କେଳିର ମଧ୍ୟ ସେହିପରି ଗୋଲ 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 ଛୋଟ ଛୋଟ ଦୁଇଟି ଆଖି ଆଉ କଣ ପିନ୍ଧିଛି ଭଗବାନ ତା ପଛବି ତ ତା ନାସିକାରେ ଦଣ୍ଡିନଟ
ଆମ ଏରିଆରେ ବିଶିଷ୍ଟ ଧନୀ ଲୋକ ଅଛନ୍ତି ତାଙ୍କ ଘରେ ମୋତି ମାଳ ନାହିଁ ତୁ କେଳା ଭିକ୍ଷ ମଗା ଜାତି କୁଡେ ଭିକ୍ଷ ମାଗିକି ତୁ କହୁଛୁ ମୋ କେଳୁଣି ହାର ମାଳ ପିନ୍ଧିଛି ବୋଲି କହୁଛୁ ହାଁ ଆଜ୍ଞା ହଁ ସାତଟି ଗ୍ରାମ ବୁଲୁଥିଲି 7ଟି ଗ୍ରାମ ବୁଲିଥିଲୁ 7ଟି ଗ୍ରାମରେ 70 ଟଙ୍କା ମିଳିଥିଲା 70 ଟଙ୍କା ମିଳିଥିଲା ଟୋକାବାଦ ହାଟ ବୋଲି ଆଜ୍ଞା ମାୟା ହଁ ହଁ ସେଠି ପଚାରିଲି ହାର ଗୁଡେ କେତେ ଟଙ୍କା ସେ କହିଲା ହାର ଗୁଡେ 4 ଟଙ୍କା ହଁ ଆଉ ତାପରେ ପଚାରିଲି ନାକ କାନ ସୁନା ପଚାରିଲି 70 ଟଙ୍କାରେ ସେ ରାଇ କିଣିଦେଲା ଏରା ମୋତି ମାଳିକା ପତି ତମେ ଭିକ୍ଷ ମଗା କେଳା ଏରା ମୋତି କହୁଛ ପିନ୍ଧିଛି ଆଜ୍ଞା ପିନ୍ଧି ଯାଅ କଣ ପିନ୍ଧିଛି ପିନ୍ଧି କଳା ପାଟ ଶାଢ଼ୀ ତା ପଛରେ କାଞ୍ଚଲା ବୟସ ଅତେ ମାରିଛି ଲୁହରି ବେଶୀ ରେ ମଦନ ତା ବୟସ କେତେ ବାଇଶ ଆଜ୍ଞା ତୋ ବୟସ ବାଇଶ ଆଜ୍ଞା ତୋ ବୟସ 22 ତା ବୟସ 22 ବାଇଶ ଆଜ୍ଞା ମାନେ କଣ ଗୋଟେ ଦିନ ଜନ୍ମ ହେଇଥିଲ କି ଆଜ୍ଞା ଗୋଟେ ଦିନ ଗୋଟେ ମାସ ଆଉ ଗୋଟେ ସମୟ ଜନ୍ମ ହେଇଥିଲା ଗୋଟେ ଘଣ୍ଟା ଏମିତି ସମୟ ତମର ହେଇଥିଲା ସମୟରେ ଓହୋ ସେଇଠି ହଜି ଯାଇଛି ଆଉ ହାଁ ଆଇ ସେ କଣ କରେ ସୀତା କୁଟି ଯାଏ ସେ ଗ୍ରାମେ ଗ୍ରାମେ ବୁଲୁଥାଏ ସୀତା ଦେବେ ସାମରେ ଭଲ ଏ ମଦନ ତୁ ଯେମିତି କହିଲୁ ନାହିଁ କି ସେମିତି ଝିଅ ଏଇଠି ନାହାନ୍ତି ଏ ଏରିଆରେ ନାହାନ୍ତି ହେଲା ସେ ଥିବ ବୋଲେ ସେପଟେ କୁଆଡେ ବାହାରେ ବୁଲୁଥିବ ଅନ୍ୟ ଗ୍ରାମରେ ବୁଲୁଥିବ ତୁ ଡାକିବା ଦରକାର ନାହିଁ କି ଆସିବା ଦରକାର ନାହିଁ ଅନ୍ୟ ଗ୍ରାମକୁ ଯାଇ ଖୋଜିକି ଯାଏ ଅନ୍ୟ ଗ୍ରାମରେ ଯାଇ ଖୋଜିବୁ ଏଇଠି ଖୋଜିଲେ ପାଇବୁ ନାହିଁ ହଁ କଣ କରିବୁ ଏବେ ଯାଉଛି ଅନ୍ୟ ଗ୍ରାମ ଖୋଜିବା ପାଇଁ ଅନ୍ୟ ଗ୍ରାମକୁ ଯାଇକି ଖୋଜିବୁ ହେଲା ଆଜି ଯିବୁ କାଲି ସକାଳ ଯାଇ ଖୋଜିବୁ ହଁ ତାହେଲେ ଯାଉଛି ହଉ ଠିକ ଅଛି